ଚାଲନ୍ତୁ ଏକ କାହାଣୀରେ ପଢ଼ି ବୁଝିବା। ତାର ଟାଇଟଲ ହେଉଛି ପ୍ରକୃତ ବୀର। ଜଣେ ତରୁଣ ଏକ ଆଶ୍ରମରେ ରହି ଶସ୍ତ୍ର ସାଧନା କରୁଥିବା ବେଳେ ଗୁରୁଙ୍କୁ ପ୍ରଶ୍ନ କଲେ, ପ୍ରକୃତ ବୀର କିଏ? ଶତ୍ରୁଙ୍କ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବା କିଭଳି ସମ୍ଭବ କି? ଗୁରୁ କହିଲେ, ତୁମେ ଶସ୍ତ୍ର ଚାଳନା ଶିକ୍ଷା କରୁଥିବାରୁ ତୁମକୁ ମୋ ଉତ୍ତର ହୁଏତ ପ୍ରଥମେ ଉଚିତ ଭଳି ଲାଗିନପାରେ, କିନ୍ତୁ ବାସ୍ତବ ସତ୍ୟଟି ହେଲା ଶତ୍ରୁମାନଙ୍କୁ କ୍ଷମା କରି ହିଁ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିହୁଏ ଏବଂ କ୍ଷମା କରିପାରୁଥିବା ଯୋଦ୍ଧା ହିଁ ପ୍ରକୃତ ବୀର ଅଟେ। ତରୁଣ ଏହାର ଉତ୍ତରରେ କହିଲେ, ମହାତ୍ମା, ଶତ୍ରୁମାନଙ୍କୁ ପରାହତ କରିବା ଲାଗି ତ ମୁଁ ପରିଶ୍ରମ କରୁଅଛି, ଆପଣ ମୋତେ କ୍ଷମା କରିବା କଥା କହିଲେ କାହିଁକି? ଗୁରୁ କହିଲେ, ନିଜ ବିଦ୍ୟାରେ ତୁମେ ଯେଉଁ ନିଷ୍ଠା ରଖିଛ ଏବଂ ତୁମେ ଯେଉଁ ବେଗରେ ଅଗ୍ରଗତି କରୁଛ ସେଥିରେ ତୁମେ ଖୁବ୍ ଶୀଘ୍ର ଜଣେ ଅଦ୍ୱିତୀୟ ଯୋଦ୍ଧାରେ ପରିଣତ ହେବ। କିନ୍ତୁ ତୁମେ ଯୁଦ୍ଧ କରି ଅଧିକାଂଶ ଶତ୍ରୁଙ୍କୁ ଅବଶ୍ୟ ପରାସ୍ତ କରିପାରିବ, କିନ୍ତୁ ତାହା ସମ୍ପୂର୍ଣ୍ଣ ବିଜୟ ହେବ ନାହିଁ। ସେମାନେ ବର୍ତ୍ତିଗଲେ ନିଶ୍ଚୟ ପ୍ରତିଶୋଧ ନେବାକୁ ଉଦ୍ୟମ କରିବେ। ସେମାନେ ନିହତ ହେଲେ ଶତ୍ରୁ ଭାବରେ ହିଁ ମରିବେ, କିନ୍ତୁ ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିବାର ସାମର୍ଥ୍ୟ ଥିବା ସତ୍ତ୍ୱେ ତୁମେ ଯଦି ସେମାନଙ୍କୁ କ୍ଷମା କରିଦିଅ, ସେମାନେ ଅକୃତଜ୍ଞ ରହିବେ। ତୁମେ ସେମାନଙ୍କ ହୃଦୟ ଜିଣିପାରିଲେ ସେମାନଙ୍କୁ ମଧ୍ୟ ଜିଣିଗଲ ବୋଲି ଭାବିବା ହେବ। ଏଭଳି ସ୍ଥଳେ ତୁମେ ସେମାନଙ୍କୁ ହରାଇବ, ଅର୍ଥାତ୍ ସେମାନେ ତୁମର ଶତ୍ରୁ ହୋଇ ରହିବେ ନାହିଁ, କିନ୍ତୁ ସେମାନେ ପରାଜିତ ହେବାର ତାଡ଼ନା ଭୋଗିବେ ନାହିଁ। ଦଣ୍ଡ ଦେବାର କ୍ଷମତା ଯାହାର ଅଛି, ସେ ଯଦି କ୍ଷମା ଆଚରଣ କରିବ, ତେବେ ସେ ପ୍ରକୃତ ବୀରର ପରିଚୟ ଲାଭ କରିବ। ଆଉ ଥରେ କହିଦିଏ, ଦଣ୍ଡ ଦେବାର କ୍ଷମତା ଯାହାର ଅଛି, ସେ ଯଦି କ୍ଷମା ଆଚରଣ କରିବ, ତେବେ ସେ ପ୍ରକୃତ ବୀରର ପରିଚୟ ଲାଭ କରିବ।